ଓଡ଼ିଶା ଭାରତର ଇଷ୍ଟର୍ଣ୍ଣ କୋଷ୍ଟରେ ଅବସ୍ଥିତ ଏକ ପ୍ରମୁଖ ରାଜ୍ୟ। ଏହା ଇଷ୍ଟ ଇଣ୍ଡିଆ ଅନ୍ତର୍ଗତ ଆସୁଛି। ଏହି ରାଜ୍ୟରେ 3ଟି ଡିଭିଜନ ସହ ରହିଛି 30ଟି ଜିଲ୍ଲା। ତେବେ ଓଡ଼ିଶାର ଏହି 3ଟି ଡିଭିଜନ 3ଟି ଜିଲ୍ଲାରେ ସ୍ଥାପନା କରାଯାଇଛି। ନର୍ଥ ଡିଭିଜନର ହେଡକ୍ୱାର୍ଟର ରହିଛି ସମ୍ବଲପୁରରେ, ସେଣ୍ଟ୍ରାଲ ଡିଭିଜନର ହେଡକ୍ୱାର୍ଟର ରହିଛି କଟକରେ, ସେହିପରି ସାଉଥ ଡିଭିଜନର ହେଡକ୍ୱାର୍ଟର ଅଛି ବ୍ରହ୍ମପୁରରେ। ପ୍ରତ୍ୟେକ ହେଡକ୍ୱାର୍ଟର ଅନ୍ତର୍ଗତ 10ଟି ଲେଖାଏଁ ଜିଲ୍ଲା ଆସୁଛି। ଏହିପରି ଭାବେ ମୋଟ 30ଟି ଜିଲ୍ଲା 3ଟି ହେଡକ୍ୱାର୍ଟର ମଧ୍ୟରେ ଡିଭାଇଡ୍ ହୋଇଛି। ବେସିକ୍ ଇନଫର୍ମେସନ କଥା ଯଦି ଆମେ ଆଲୋଚନା କରିବା ତାହେଲେ ଓଡ଼ିଶାର ଆୟତନ ଦୃଷ୍ଟିରୁ ସବୁଠୁ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ, ଆଉ ସବୁଠୁ ଛୋଟ ଜିଲ୍ଲା ହେଉଛି ଜଗତସିଂହପୁର। ସେହିପରି ଜନସଂଖ୍ୟା ଦୃଷ୍ଟିରୁ ମୋଷ୍ଟ ପପୁଲେଟେଡ୍ ଡିଷ୍ଟ୍ରିକ୍ଟ ହେଉଛି ଗଞ୍ଜାମ ଓ ଲିଷ୍ଟ ପପୁଲେଟେଡ୍ ଡିଷ୍ଟ୍ରିକ୍ଟ ହେଉଛି ଦେଓଗଡ଼। ଅଲ୍ ମେଜର ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶାକୁ ନେଇଥିବା ଆଜିର ଏହି ଇମ୍ପୋର୍ଟାଣ୍ଟ ଭିଡ଼ିଓ ବିଷୟରେ ଆପଣ ଡିଟେଲରେ ଯଦି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହି ଭିଡ଼ିଓକୁ ଶେଷ ଯାଏଁ ନିହାତି ଦେଖନ୍ତୁ। ଷ୍ଟୁଡେଣ୍ଟମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ। ଗଭର୍ଣ୍ଣମେଣ୍ଟ ଏକ୍ଜାମ ମାନଙ୍କରେ ଏହିସବୁ ରିଲେଟେଡ୍ ଅନେକ କ୍ୱେଶ୍ଚିନ୍ ଆସିଥାଏ, ତେଣୁ ଧ୍ୟାନର ସହ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଓଡ଼ିଶାରେ ମୋଟ 6ଟି କୋଷ୍ଟାଲ ଡିଷ୍ଟ୍ରିକ୍ଟ ରହିଛି ଆଉ 24ଟି ଲ୍ୟାଣ୍ଡଲକ୍ ଡିଷ୍ଟ୍ରିକ୍ଟ ଅଛି। 6ଟି କୋଷ୍ଟାଲ ଡିଷ୍ଟ୍ରିକ୍ଟ ହେଉଛି ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ। ତ ଏସବୁ ହେଉଛନ୍ତି ଉପକୂଳ ଓଡ଼ିଶା। ବାକି 24ଟି ଡିଷ୍ଟ୍ରିକ୍ଟ ଲ୍ୟାଣ୍ଡଲକ୍ଡ ଅଟେ, ଯାହାକୁ ଆଭ୍ୟନ୍ତରୀଣ ଓଡ଼ିଶା କୁହନ୍ତି। ଓଡ଼ିଶାର 11ଟି ଜିଲ୍ଲା ହିଲି ରିଜିଅନ୍ସରେ ଆସେ, ଯାହାକି ମୁଖ୍ୟ ରୂପେ ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ଇଷ୍ଟର୍ଣ୍ଣ ବା ପୂର୍ବଘାଟ ପର୍ବତମାଳା ଦ୍ୱାରା ଘେରି ହୋଇ ରହିଛି। ଏଠାରେ ଆପଣ ଅଧିକା ଦେଖିବାକୁ ପାଇବେ ମିନେରାଲ୍ସ, ଫରେଷ୍ଟ ଏବଂ ଟ୍ରାଇବାଲ ପପୁଲେସନ। ଏହା ବାଦ 19ଟି ଜିଲ୍ଲା ସେଣ୍ଟ୍ରାଲ କିମ୍ବା କୋଷ୍ଟାଲ ରିଜିଅନରେ ଅନ୍ତର୍ଭୁକ୍ତ ଅଛନ୍ତି। ଏଠି ଅଛି ଫର୍ଟାଇଲ ଲ୍ୟାଣ୍ଡ, ପ୍ରକ୍ସିମିଟି ଅଫ୍ ରିଭର୍ସ, ଏଗ୍ରିକଲଚର ଏବଂ ଇଣ୍ଡଷ୍ଟ୍ରିଜ। ଆପଣ ଓଡ଼ିଶାର କେଉଁ ପାର୍ଟରୁ ଏହି ଭିଡ଼ିଓକୁ ଦେଖୁଛନ୍ତି ମୋତେ କମେଣ୍ଟରେ ଜଣାନ୍ତୁ, ଆଉ ଆପଣଙ୍କ ଏରିଆରେ କେଉଁ ସବୁ ମୁଖ୍ୟ ସମସ୍ୟାକୁ ଇଗ୍ନୋର କରାଯାଉଛି ସେ ବିଷୟରେ ବି ଜଣାନ୍ତୁ। ଟପ୍ ଡିଷ୍ଟ୍ରିକ୍ଟ ବାଇ ଏରିଆରେ କେଉଁ ସବୁ ଜିଲ୍ଲା ରହିଛି ଚାଲନ୍ତୁ ଏବେ ଜାଣିବା। ଟପ୍ 1 ପୋଜିସନରେ ରହିଛି ମୟୂରଭଞ୍ଜ, ଏରିଆ ରହିଛି 10,418 ସ୍କୋୟାର କିଲୋମିଟର। ଏହାପରେ ଅଛି ସୁନ୍ଦରଗଡ଼, ଯାହାର ଏରିଆ ରହିଛି 9,712 ସ୍କୋୟାର କିଲୋମିଟର। ନମ୍ବର 3ରେ ରହିଛି କୋରାପୁଟ ଜିଲ୍ଲା, ଯାହାର ଆୟତନ ରହିଛି 8,807 ସ୍କୋୟାର କିଲୋମିଟର। ନମ୍ବର 4ରେ ଅଛି କଳାହାଣ୍ଡି, ଯାହାର ଏରିଆ ରହିଛି 7,920 ସ୍କୋୟାର କିଲୋମିଟର। ନମ୍ବର 5ରେ ଅଛି କନ୍ଧମାଳ, ଯାହାର ଏରିଆ ରହିଛି 8,021 ସ୍କୋୟାର କିଲୋମିଟର। ଏହା ହେଉଛି ଓଡ଼ିଶାର ପଞ୍ଚମ ବୃହତ୍ତମ ଜିଲ୍ଲା। ଏ ସମସ୍ତ ଜିଲ୍ଲା ଓଡ଼ିଶାର ଫରେଷ୍ଟ କଭର ରେଞ୍ଜରେ ଆସେ, ତେଣୁ ଏହା ଓଡ଼ିଶାର ବାୟୋଡାଇଭର୍ସିଟି ଅଟେ। ମୟୂରଭଞ୍ଜରେ ଅଛି ଶିମିଳିପାଳ ବାୟୋସ୍ଫିୟର। ସୁନ୍ଦରଗଡ଼ ଓ କୋରାପୁଟରେ ଅଛି ମେଜର ମାଇନିଂ ହବ୍। ନେକ୍ସଟ ଜାଣିବା ଟପ୍ ଡିଷ୍ଟ୍ରିକ୍ଟ ବାଇ ପପୁଲେସନ। ଟପ୍ 1 ପୋଜିସନରେ ରହିଛି ଗଞ୍ଜାମ ଡିଷ୍ଟ୍ରିକ୍ଟ, ଯାହାର ପପୁଲେସନ ରହିଛି 35 ଲକ୍ଷରୁ ବି ଅଧିକା। ନମ୍ବର 2ରେ ଅଛି କଟକ, ଏଠାରେ 27 ଲକ୍ଷରୁ ବି ଅଧିକା ପପୁଲେସନ ରହିଛି। ନମ୍ବର 3ରେ ରହିଛି ମୟୂରଭଞ୍ଜ, ଏଠାରେ 25 ଲକ୍ଷରୁ ଅଧିକା ପପୁଲେସନ ଅଛି। ନମ୍ବର 4ରେ ଅଛି ବାଲେଶ୍ୱର, ଏହାର ପପୁଲେସନ ହେଉଛି 23 ଲକ୍ଷରୁ ବି ଅଧିକା। ନମ୍ବର 5ରେ ଅଛି ଖୋର୍ଦ୍ଧା ଜିଲ୍ଲା, ଯାହାର ପପୁଲେସନ ରହିଛି 22 ଲକ୍ଷରୁ ବି ଅଧିକା। ଗଞ୍ଜାମରେ ଫିସ୍ ଇଣ୍ଡଷ୍ଟ୍ରି ସହ ଏଗ୍ରିକଲଚର ଲୋକମାନେ ଅଧିକା କରିଥାନ୍ତି। ସେହିପରି ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲାଇଜ ସହ ଅର୍ବାନାଇଜଡ ଅଟେ। ଏଠାରେ ଓଡ଼ିଶାର କ୍ୟାପିଟାଲ ଭୁବନେଶ୍ୱର ମଧ୍ୟ ଅଛି। ବାଲେଶ୍ୱର ଜିଲ୍ଲା ଇଣ୍ଡଷ୍ଟ୍ରି ଓ ଡିଫେନ୍ସ ସହ ଏଷ୍ଟାବ୍ଲିଶମେଣ୍ଟ ପାଇଁ ଗ୍ରୋଥ ଫେଜରେ ଆଗକୁ ବଢ଼ୁଛି। ଜିଟିପି କଥା କହିଲେ ନମ୍ବର 1 ଡିଷ୍ଟ୍ରିକ୍ଟ ହେଉଛି ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ। ଏଠାରେ ରାଜଧାନୀ ଭୁବନେଶ୍ୱର ରହିଛି। ଆଇଟି ଏଜୁକେସନ ସହ ଆଡମିନିଷ୍ଟ୍ରେସନରେ ଏହା ବହୁତ ଆଗକୁ ଆସିପାରିଛି। ଇନଫର୍ମେସନ ଟେକ୍ନୋଲୋଜି, ରିଏଲ ଇଷ୍ଟେଟ୍, ଏଜୁକେସନ, ଇନଫ୍ରାଷ୍ଟ୍ରକ୍ଚର ଜିଡିପିରେ ମେନ୍ କଣ୍ଟ୍ରିବ୍ୟୁଟ୍ କରିଥାଏ। 90,000 କୋଟିର ଏଷ୍ଟିମେଟେଡ୍ ଜିଡିପି ରାଙ୍କ ପାଇଁ ଏହା ରାଜ୍ୟର ସବୁଠୁ ଧନୀ ଜିଲ୍ଲା ହୋଇପାରିଛି। ଏହାପରେ ଅଛି ଅନୁଗୁଳ ଡିଷ୍ଟ୍ରିକ୍ଟ। ଏଠାରେ ଅଛି ଥର୍ମାଲ ପାୱାର ପ୍ଲାଣ୍ଟ, କୋଲ ଆଣ୍ଡ ମାଇନିଂ, ହେଭି ଇଣ୍ଡଷ୍ଟ୍ରିଜ ସହ ଏହାକୁ ହବ୍ ଅଫ୍ ଏନର୍ଜି ଆଣ୍ଡ ଷ୍ଟିଲ ଇଣ୍ଡଷ୍ଟ୍ରି ରୂପେ ପରିଚିତ, ଯାହାର ଏଷ୍ଟିମେଟେଡ୍ ଜିଡିପି ରହିଛି 50,000 କୋଟି। ସୁନ୍ଦରଗଡ଼ର ରାଉରକେଲା ସହରରେ ଇଣ୍ଡଷ୍ଟ୍ରିଜ ସହ ଲାର୍ଜ ସ୍କେଲର ଷ୍ଟିଲ ପ୍ରଡକ୍ସନ ଓ ମାଇନିଂ କରାଯାଏ। ଏହି ଜିଲ୍ଲା ସିଗ୍ନିଫିକାଣ୍ଟ ଆଇରନ ଓ ଡିପୋଜିଟ ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଇଁ ସମୃଦ୍ଧି ହୋଇପାରିଛି। ଏହାର ଏଷ୍ଟିମେଟେଡ୍ ଜିଡିପି ରହିଛି 45,000 କୋଟି। ଏହାପରେ ଅଛି ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟ, ଯେଉଁଠି ଆଲୁମିନିୟମ ପ୍ରଡକ୍ସନ ସହ ଥର୍ମାଲ ପାୱାରର ନାମ ଆସେ। ବେଦାନ୍ତ ଓ ନାଲକୋ ୟୁନିଟ୍ସ ଏଠି କାମ କରନ୍ତି। ଏଷ୍ଟିମେଟେଡ୍ ଜିଡିପି ରହିଛି 40,000 କୋଟି।
କଟକ ଜିଲ୍ଲାର କଥା ହେଲେ ଏଠାରେ ଟ୍ରେଡ୍, ଲଜିଷ୍ଟିକ୍ସ ଓ ସର୍ଭିସେସ୍ ରହିଛି। ଏହା ନିଜର ଲିଗାଲ ଇନଷ୍ଟିଚ୍ୟୁସନ୍ ଆପ୍ରୋକ୍ସିମେଟଲି ଭୁବନେଶ୍ୱର ପାଇଁ ଜଣାଯାଏ। ଏହାର ଏଷ୍ଟିମେଟେଡ୍ ଜିଡିପି ରହିଛି 35ରୁ 45 ହଜାର କୋଟି। ଏହାପରେ ଜାଣିବା ଯାଜପୁର ଡିଷ୍ଟ୍ରିକ୍ଟ ବିଷୟରେ। ଏଠାର କଳିଙ୍ଗ ନଗର କମ୍ପ୍ଲେକ୍ସ ଇଣ୍ଡଷ୍ଟ୍ରିଆଲ ସେକ୍ଟରରେ ଲିଡ୍ କରେ, ଯେଉଁଠି ଷ୍ଟିଲ୍, ଫେରୋଲେସ୍ ଇଣ୍ଡଷ୍ଟ୍ରି ରହିଛି। ଏହାର ଏଷ୍ଟିମେଟେଡ୍ ଜିଡିପି ରହିଛି 30,000ରୁ 40,000 କୋଟି। ସେହିପରି ଗଞ୍ଜାମ ଫିସ୍ ଓ ଏଗ୍ରିକଲଚର ପାଇଁ ବେଶ୍ ଜଣାଶୁଣା। ଏହାର ଏଷ୍ଟିମେଟେଡ୍ ଜିଡିପି ରହିଛି 25ରୁ 35,000 କୋଟି। ଏହା ବାଦ୍ ଯଦି ଆମେ ଓଡ଼ିଶାର ଟୁରିଜିମ୍ ସେକ୍ଟର ବିଷୟରେ ଆଲୋଚନା କରିବା, ତାହେଲେ ପୁରୀ ଜିଲ୍ଲା ଟୁରିଜିମ୍ କ୍ଷେତ୍ରରେ ସବୁଠାରୁ ଟପ୍‌ରେ ଅଛି। ଜଗନ୍ନାଥ ଧାମ ସି ବିଚ୍ ସହ କୋଣାର୍କ ଟେମ୍ପଲ ପାଇଁ ଏହା ସବୁଠି ବିଖ୍ୟାତ। ଏହାପରେ ଅଛି ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ, ଯାହାକୁ ଟେମ୍ପଲ ସିଟି ମଧ୍ୟ କୁହାଯାଏ, କାରଣ ଏଠାରେ ରହିଛି ଲିଙ୍ଗରାଜ ମନ୍ଦିର ସହ ଅନେକ ଶୈବପୀଠ। ଲାଷ୍ଟରେ ଆମେ ଯଦି ଓଡ଼ିଶାର ସବୁଠାରୁ ଓଷ୍ଟ ଡିଷ୍ଟ୍ରିକ୍ଟ ବିଷୟରେ କଥା ହେବା, ମାନେ ଯିଏ ସବୁ କ୍ଷେତ୍ରରେ ସବୁଠୁ ପଛରେ ଅଛି, ଲୋକଙ୍କୁ ଯେଉଁଠି ମୌଳିକ ସୁବିଧା ବି ଅତି କଷ୍ଟରେ ମିଳୁଛି, ସେ ସବୁ ଡିଷ୍ଟ୍ରିକ୍ଟ ହେଉଛି କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା। ଏସବୁ ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ବ୍ୟାଡ୍ ଆସ୍ପେକ୍ଟସ୍, ହାଇ ପଭର୍ଟି, ହାଇ ମାଲନ୍ୟୁଟ୍ରିସନ୍, ଲ୍ୟାକ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର, ହେଲ୍ଥ ଆଣ୍ଡ ଏଜୁକେସନ୍ ଫ୍ୟାସିଲିଟିଜ୍‌ର ଘୋର ଅଭାବ। ତ ଏହା ଥିଲା ଅଲ୍ ମେଜର ଡିଷ୍ଟ୍ରିକ୍ଟ ଇନ୍ ଓଡ଼ିଶାର ଡିଟେଲ୍ ଭିଡ଼ିଓ। ଆଜିର ଏହି ଭିଡ଼ିଓ ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ସେକ୍ସନରେ ନିଜ ମତାମତ ନିହାତି ଜଣାଇବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି, ତାହେଲେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ମୋ ଚ୍ୟାନେଲରେ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।